ପିଲାମାନେ ପୂର୍ବ ଭିଡ଼ିଓରେ ଆମେ ନ ଫଳା ପଢ଼ିଥିଲେ। ଚାଲ ଆଜି ଆମେ ମ ଫଳା ପଢ଼ିବା। ଏଠି କ'ଣ ଲେଖା ହେଇଛି ଦେଖ ନା କ ହଳନ୍ତୁ ଯୁକ୍ତ ମ ସମାନ ମ, ଦ ହଳନ୍ତୁ ଯୁକ୍ତ ମ ସମାନ କ'ଣ ପଢ଼ିବା ଦ୍ମ। ଏଇଟା ଦେଖ ଏଇ ଫୁଲଟା କାହାର ନା ଏ ଫୁଲଟା ହେଉଛି ପଦ୍ମ ଫୁଲ। ଇଏ ଆଙ୍କ ନାଁ କ'ଣ ନା ମା ଲକ୍ଷ୍ମୀ। ଆଙ୍କ ନାଁ କ'ଣ ନା ଲକ୍ଷ୍ମୀ। ଦେଖ ପିଲାମାନେ କେତେକ ଶବ୍ଦ ସବୁ ଅଛି, ଚାଲ ଆମେ ପଢ଼ିଦେବା। ଯେମିତି ସଦ୍ମ, ଭୀଷ୍ମ, ଛଦ୍ମ, ଆତ୍ମା, ଜନ୍ମ, ସ୍ମିତ, ଶ୍ଳୁମ, ସୂକ୍ଷ୍ମ, ଉଷ୍ମ, ସ୍ମୃତି, ବ୍ରହ୍ମ, ରଶ୍ମି, ସ୍ମରଣ, ବ୍ରାହ୍ମଣ, ସ୍ମାରକ, ବାଲ୍ମୀକି, ଶ୍ମଶାନ, ଜନ୍ମାନ୍ଧ, ପଦ୍ମାବତୀ, ଆକସ୍ମିକ, ହିରଣ୍ମୟ, ନୀଳପଦ୍ମ, ପଦ୍ମାବତୀ, ଆୟୁଷ୍ମାନ, ଅକସ୍ମାତ୍, ହିରଣ୍ମକ, ଜନ୍ମଦିନ, ଜନ୍ମଭୂମି। ଦେଖ ଏଠି ଗୋଟେ ସୁନ୍ଦର ଗପ ଗୋଟେ ଲେଖା ହେଇଛି, ଚାଲ ଆମେ ପଢ଼ିବା ଆଉ ତାକୁ ବୁଝିବା। ବିସ୍ମୟ ବାଳକ ନଚିକେତା। ବିସ୍ମୟ ମାନେ ବହୁତ ଜ୍ଞାନୀ ଥିଲା। ସେ ବାଳକଟି ନଚିକେତା ଯାହାର ନାଁ, ସେ ବହୁତ ଜ୍ଞାନୀ ଥିଲା, ବହୁତ ବୁଦ୍ଧିମାନ ଥିଲା, ସେଥିପାଇଁ ତାକୁ ବିସ୍ମୟ ବୋଲି କୁହାଯାଇଛି। ବିସ୍ମୟ ବାଳକ ନଚିକେତା। ତାଙ୍କର ବାପା ଋଷି ବାଜଶ୍ରବା ବ୍ରାହ୍ମଣଙ୍କୁ ସବୁ ଦାନ କଲେ। ତାଙ୍କ ବାପାଙ୍କ ନାଁ କ'ଣ ନା ବାଜଶ୍ରବା। ନଚିକେତା ପଚାରିଲେ, ବାପା ମୋତେ କାହାକୁ ଦାନ କଲେ? ବାପା କହିଲେ, ତତେ ଯମକୁ ଦାନ କଲି। ଆୟୁଷ୍ମାନ ନଚିକେତା ଖୁସିରେ ଯମ ଘରକୁ ଗଲେ। 3 ଦିନ ଉପବାସ ପରେ ଯମ ନଚିକେତାଙ୍କୁ ଦେଖି ବିସ୍ମିତ ହେଲେ। ବିସ୍ମିତ ମାନେ ଆଶ୍ଚର୍ଯ୍ୟ ହେବା। ଯମ ନଚିକେତାଙ୍କୁ ଦେଖି କ'ଣ ହେଇଗଲେ? ବିସ୍ମିତ ମାନେ ଆଶ୍ଚର୍ଯ୍ୟ ହେଲେ। ଆକସ୍ମିକ ମାନେ ହଠାତ୍ ଭାବେ ଯମରାଜା ବା ଆକସ୍ମିକ ଭାବେ ଯମରାଜା କାଳପୁରୀ ନଥିବା ବିସ୍ମୟ ବାଳକକୁ ଦେଖିବାକୁ ପାଇଲେ। ନଚିକେତା ଯମରାଜଙ୍କୁ 3ଟି ପ୍ରଶ୍ନ ପଚାରିଲେ। ଦେଖ ତାଙ୍କ ବାପା କେମିତି କ'ଣ ଦାନ କରୁଥିଲେ ଗାଈ। ତାଙ୍କର ସବୁ ପ୍ରଶ୍ନର ଉତ୍ତର ଯମରାଜ ଦେଲେ। ଆଚ୍ଛା, କ'ଣ ଲେଖାଲା ନା ନଚିକେତା ଯମରାଜଙ୍କୁ 3ଟି ପ୍ରଶ୍ନ ପଚାରିଲେ। ନଚିକେତା ଯମରାଜଙ୍କୁ କେତୋଟି ପ୍ରଶ୍ନ ପଚାରିଥିଲେ ନା 3ଟି। ତାଙ୍କର ସବୁ ପ୍ରଶ୍ନର ଉତ୍ତର ଯମରାଜ ଦେଲେ। ବ୍ରାହ୍ମଣ ନଚିକେତା ଯମରାଜାଙ୍କ ନିକଟରୁ ଆତ୍ମବାଦ ଶୁଣି ଘରକୁ ଫେରିଗଲେ। କ'ଣ ଆତ୍ମବାଦ ମାନେ କ'ଣ କହିଥିଲେ ଯମରାଜ ନଚିକେତାଙ୍କୁ? ନା ଜନନୀ ଆଉ ଜନ୍ମଭୂମି ସରଗଠାରୁ ବଡ଼। କିଏ? ଜନନୀ ମାନେ ମା, ଜନ୍ମଭୂମି ଆମ ମାଟି କାହାଠାରୁ ବଡ଼ ନା ସରଗଠାରୁ ବଡ଼। ସୂକ୍ଷ୍ମ ମନେ ସେବା କଲେ ଜିଣିବ ତୁମେ ଗଡ଼। ସୂକ୍ଷ୍ମ ମନେ ଯଦି ଅନ୍ତରରୁ ତମେ ତାଙ୍କୁ ସେବା କରିବ, ତାହେଲେ ତମେ ଦିନେ ନା ଦିନେ ଜିଣିବ ତୁମେ ଗଡ଼। ଗଡ଼ ମାନେ ନିହାତି ତମେ ସବୁ କାମରେ ଜୟ ଲାଭ କରିବ। ଲକ୍ଷ୍ମୀ ସାଆନ୍ତାଣୀ ବଡ଼ ଦେଉଳେ କେବେ ଯାଇଥିଲେ ଅଛୁଆଁ ଘରେ। ତମେ ମାଣବସା ଗୁରୁବାର ବହି ପଢ଼ିଥିବ କି ପଢ଼ିଲା ବେଳେ ମା ମାନେ ଶୁଣିଥିବ, ଲକ୍ଷ୍ମୀ ସାଆନ୍ତାଣୀ ଶ୍ରିୟା ଚଣ୍ଡାଳୁଣୀ ଘରକୁ ଯାଇଥିଲେ। ସେ କ'ଣ ଥିଲେ? ଜଣେ ଅଛୁଆଁ। ଅଛୁଆଁ ମାନେ ଛୋଟ ଜାତିର ଥିଲେ, ତେଣୁ ତାଙ୍କୁ ଆଗକାଳରେ କେହି ଛୁଇଁ ନଥିଲେ। ତ ଲକ୍ଷ୍ମୀ ସାଆନ୍ତାଣୀ ବଡ଼ ଦେଉଳରୁ କୁଆଡ଼େ ଯାଇଥିଲେ? କୁଆଡ଼େ ଚାଲି ଯାଇଥିଲେ ନା ଅଛୁଆଁ ଘରକୁ। ପଦ୍ମ ଫୁଲେ ନୀତି ପୂଜା ପାଇଲେ। ସେ କେଉଁ ଫୁଲରେ ପୂଜା କରିଥିଲେ ଶ୍ରିୟା? ନା ପଦ୍ମ ଫୁଲରେ। ସ୍ମିତ ହସ ହସି ଦୁଃଖ ହାରିଲେ। ମା ପଦ୍ମ ଫୁଲରେ ଖୁସି ହୋଇ ସେଇ ଅଛୁଆଁ ଜାତି ଘରକୁ ଗଲେ ବା ଶ୍ରିୟା ଚାଣ୍ଡାଳିନୀ ଘରକୁ ଗଲେ। ସ୍ମିତ ହସ, ସ୍ମିତ ମାନେ ଅଳ୍ପ ହସି ହସି ଦୁଃଖ ହାରିଲେ, ମାନେ ତାର ସବୁ ଦୁଃଖ ଦରିଦ୍ର ଚାଲିଗଲା, ସେ ବହୁତ ଭଲରେ ରହିଲା। ଗ୍ରୀଷ୍ମ ଋତୁର ଉଷ୍ମ ପବନ ମେଘ ଜନ୍ମାଇ ପାଳେ ଭୁବନ। ଗ୍ରୀଷ୍ମ ଋତୁରେ ଯେଉଁ ଉଷ୍ମ ପବନ ହୁଏ ବା ଝାଞ୍ଜି ମାରେ, ଯେ ଆମକୁ ବହୁତ କ'ଣ ହୁଏ? କଷ୍ଟ ହୁଏ, କିନ୍ତୁ ସେ କାହାକୁ ଜନ୍ମ ଦିଏ? ନା ବର୍ଷା ଋତୁର ଜନ୍ମଦାତା ହେଉଛନ୍ତି କିଏ? ଗ୍ରୀଷ୍ମ ଋତୁ। ଗ୍ରୀଷ୍ମ ଋତୁରେ ଯେଉଁ ଗରମ ହୁଏ, ପାଣି ବାଷ୍ପ ହେଇ ଆକାଶକୁ ଚାଲିଯାଏ ବା ଉପରକୁ ଉଠିଯାଏ, ତାପରେ ପୁଣି ଶୀତଳ ହେଲେ ମେଘ ଆକାରରେ ଆମ ମାଟିକୁ ଆସେ ବା ପୁଣି ଥରେ ଭୁବନକୁ ଆସେ ବା ମାଟିକୁ ଆସେ। ଯାହାଫଳରେ କ'ଣ ହୁଏ ନା ଫୁଲ ଫଳ ଭରିଯାଏ। ତାହେଲେ ଗ୍ରୀଷ୍ମ ଋତୁ ହେଉଛି ବର୍ଷା ଋତୁର
ଜନ୍ମଦାତା। ତେଣୁ କ'ଣ ଲେଖା ହେଲା ନା ଗ୍ରୀଷ୍ମ ଋତୁର ଉଷ୍ମ ପବନ ମେଘ ଜନ୍ମାଇ ପାଳେ ଭୁବନ। ମେଘ ହେବାରୁ ବହୁତ ଗଛ ଲତା ଫୁଲ ଫଳ ହେବ, ପନିପରିବା ହେବ, ଯାହାଫଳରେ ଆମେ କ'ଣ ଖାଇକି ବଞ୍ଚି ରହିବା। ଆଚ୍ଛା ପିଲାମାନେ, ଆଜି ତ ତମ ମକାର ସରିଗଲା। ଯଦି ତମକୁ ଭିଡ଼ିଓଟି ଭଲ ଲାଗିଥାଏ ଲାଇକ୍ ସେୟାର ସବସ୍କ୍ରାଇବ୍ ନିହାତି କରିଦେବ। ଦେଖା ହେବା ଗୋଟେ ନୂଆ ଭିଡ଼ିଓରେ।